ସାଙ୍ଗମାନେ ଚାଲନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା କି ସୁସ୍ଥ ରହିବାର 7ଟି ନିୟମ କ'ଣ କ'ଣ। ତ ଏହି କାମ କରିବା ଦ୍ୱାରା ନିଜର ସ୍ୱାସ୍ଥ୍ୟ ସବୁଦିନେ ଭଲ ରହିଥାଏ। ପ୍ରଥମଟି ହେଲା ପ୍ରତ୍ୟେକ ଦିନ ସବୁବେଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିବା ଉଚିତ। ଆଉ ଦ୍ୱିତୀୟଟି ହେଲା ସକାଳୁ ଉଠୁ ଉଠୁ ପ୍ରଥମେ ସୂର୍ଯ୍ୟଙ୍କୁ ନମସ୍କାର କରିବା ଉଚିତ ଏବଂ ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖିବା ଦ୍ୱାରା ଆମର ଥିବା ଆଖିଜନିତ ସମସ୍ୟା ସବୁବେଳେ ଦୂର ହେବାକୁ ହିଁ ଲାଗିଥାଏ। ତୃତୀୟରେ ସକାଳୁ ଉଠୁ ଉଠୁ ପ୍ରଥମେ ମୁହଁ ଧୋଇକି ବ୍ୟାୟାମ କରିବା ଉଚିତ ଏବଂ ଏହି ବ୍ୟାୟାମ କରିବା ଦ୍ୱାରା ଆମର ଶରୀର ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆମକୁ କୌଣସି ବି ରୋଗ ହୋଇନଥାଏ। ଚତୁର୍ଥରେ ପ୍ରଥମେ ସକାଳୁ ଉଠିଲା ପରେ ବ୍ରଶ କରିକି ସବୁଦିନ ଗୋଟିଏ ଲେଖାଏଁ ଆପଲ୍ ଖାଇବା ଦ୍ୱାରା ଆମର ଶରୀର ସବୁବେଳେ ସୁସ୍ଥ ହିଁ ରହିଥାଏ। ପଞ୍ଚମରେ ଖାଇସାରିଲା ପରେ ସବୁବେଳେ ଅଧଘଣ୍ଟା ପରେ ହିଁ ପାଣି ପିଇବା ଉଚିତ। କାରଣ ଆମେ ଯଦି ଖାଇସାରିଲା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ତାହେଲେ ଆମ ପେଟରେ ଏସିଡ଼ିଟି କିମ୍ବା ଗ୍ୟାସ୍ ସମସ୍ୟା ଦେଖା ଦେଇଥାଏ। ଷଷ୍ଠରେ ସବୁବେଳେ ନିଜ ଦେହକୁ ବା ଶରୀରକୁ ସ୍ୱଚ୍ଛ ରଖନ୍ତୁ ଏବଂ ସବୁବେଳେ ନୂଆ ନୂଆ ବସ୍ତ୍ର ହିଁ ଧାରଣ କରନ୍ତୁ। ସପ୍ତମରେ ଆପଣ ଯେଉଁ ରାତ୍ରି ସମୟରେ ଭୋଜନ କରୁଛନ୍ତି ତାହାକୁ 3 ଘଣ୍ଟା ପୂର୍ବରୁ ହିଁ କରିଦିଅନ୍ତୁ। ଆଉ ଏହି ସବୁକୁ ମାନିଲେ ଆମକୁ ସବୁ ପ୍ରକାର ପରିସ୍ଥିତିରୁ ଆମ ଦେହ ମଧ୍ୟ ସୁସ୍ଥ ରହିଥାଏ। ତ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ କହିବେ। ଆଉ ହଁ, ଆପଣମାନଙ୍କୁ ମୋର ଗୋଟିଏ ଅନୁରୋଧ, ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା ତେବେ ଚ୍ୟାନେଲକୁ ନିହାତି ଭାବରେ ଗୋଟେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରି ରଖିବେ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ପହଞ୍ଚି ପାରିବ। ତ ଏତିକି କହିକି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଜଗନ୍ନାଥ।